नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी नित्य नामिने नमस्ते सरस्वती देवे गौरवाणी प्रचारणे निर्विशेष शून्यवादी पश्चातदेशतारिणे हे कृष्ण करुणा सिंधु दीनबंधु जगत्पते गोपसेका गोपिका कंद श्री राधा कंद नमस्तुते नीलांचल निवासाय नित्याय परमात्मने बलभद्र सुभद्राभ्यां श्रीजगन्नाथाय ते नमः वञ्चाकल्पतरुभ्यश्च कृपा सिन्धुभ्यः च पतितान् पावनेभ्यः श्रीवैष्णवेभ्यः नमो नमः तमादिदेवं करुणानिधानं तमालवरनं श्वेतावतारम् अपार संसार समुद्र सेतु भजामहे भागवत स्वरूपमम् भजामहे भागवत स्वरूपमम् ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय ग्रंथराज श्रीमद् भागवतम की जगत गुरु श्रील प्रभुपाद की श्रीमद् भगवद गीता पाठ की जय गौर प्रमानंदे सर्वप्रथमे इस्कॉन प्रतिष्ठाता ऐसे भक्ति वेदांत स्वामी शील प्रभुपाद अभय चरण कमल रे दंडवत प्रणाम जने कृपा भिक्षा करी प्रभु श्रीनाथ जगन्नाथ बलदेव सुभद्रा महारानी गौर निताय श्री राधा गोविंद राधा गिरिधारी चरण कमल रे अनंत कोटि कोटि बार दंडवत प्रणाम जनाय समस्त गुरु आचार्य वर्ग चरण रे दंडवत प्रणाम जनाय कृपा भिक्षा करी श्रुता वैष्णव चरण रे दंडवत प्रणाम जनाय श्रीमद् भगवद गीता अष्टम सप्तम अध्याय हमें पढ़ते 29 नंबर श्लोक पाठ करिए जरा मरण मुख्याय ममाश्रित्य जतन्ति जे ते ब्रह्म तत्विदु कृष्णमं आध्यात्मनं कर्म चाखिलम् जरामरणमुख्याय ममाश्रिता जतन्ति ये ते ब्रह्मा ततविदु कृष्णम् आध्यात्म कर्म चाखिलम् श्लोकर अनुमान जो बुद्धिमान लोक बुद्धावस्था मृत्युर रक्षा पाइबाक चेष्टा करुथांदी सेमाने भक्ति जोग मार्ग सेवारत होई मोठारे आश्रय ग्रहण करती वास्तव में सेमाने ब्रह्म कौन भल भाव दिव्य कर्म तथा सकाम कर्म संबंध में सबकिछि जानती आमे शुणुले गत श्लोक भगवान कहते जैसा तंतगंत पाप जनना पुण्य कर्मना
ତେଦନ୍ଦ ମୋହନିମୁକ୍ତା ଭଜନ୍ତେ ମାମ ଦୃଢ଼ବ୍ରତା। ଯେତେବେଳେ ବ୍ୟକ୍ତିର ପାପ ଶରୀର ଦୂର ହେଇଯିବ, ଯେତେବେଳେ ପୁଣ୍ୟର ଭଣ୍ଡାର ତା ପାଖରେ ହବ, ସେତେବେଳେ ତାର ଆଧ୍ୟାତ୍ମିକ ଚେତନାଟା ବୃଦ୍ଧି ପାଇବ, ଭଗବାନଙ୍କ ପ୍ରତି ତାର ଦୃଢ଼ ନିଷ୍ଠା ଆସିବ। ଆମର ଦୃଢ଼ ନିଷ୍ଠା କାହିଁକି ଆସୁନି ନା ଆମ ଭିତରେ କଣ ବିଭିନ୍ନ କାମ ବାସନା ଦ୍ୱାରା ଯିବ ଏଠି କଣ ହଉଛି ନା ପୀଡ଼ା ପାଉଛି, ଯାହାଦ୍ୱାରା ଭକ୍ତି ମାର୍ଗରେ ସେ ଦୃଢ଼ତା ଯୋଉ ଶରୀର ପାଇଁ ଯେତେ ସଜାଗ, ଆତ୍ମା ପାଇଁ ସେତେ ସଜାଗ ନୁହେଁ। ଶରୀରର ଆହାର ନିଦ୍ରା ଭୟ ମୈଥୁନ ଏ ପାଇଁ ଯେତିକି ସେ ମାନେ ଯତ୍ନବାନ, ସେତିକି ଯତ୍ନବାନ ନୁହଁ ଆତ୍ମାଟାକୁ ଉଦ୍ଧାର କରିବାକୁ। କହୁଛନ୍ତି ଆପଣ କହିଲେ କଣ ନା କିଏ ଦୃଢ଼ବ୍ରତା କିଏ ହେଇପାରିବ ନା ଯିଏ କିଏ ନା ଇଚ୍ଛା ଦ୍ୱେଷ ଆଉ କଣ ନା ଦ୍ୱନ୍ଦ୍ୱ ଆଉ ମୋହ, ଯେଉଁମାନେ ଏକ ଅତିକ୍ରମ କରିବେ ତାହେଲେ ସେମାନଙ୍କର ମୋ ପ୍ରତି ଦୃଢ଼ ବିଶ୍ୱାସ ଆସିବ। କାର ଆସିବ ନା ଯିଏ ଇଚ୍ଛା ଯୋଉଟା କହୁଛନ୍ତି କାମ, ଆଉ ଦ୍ୱେଷ ମାନେ ମୋହ, ଆଉ ହଉଛନ୍ତି ଦ୍ୱନ୍ଦ୍ୱ, କାମ ଏ ଯୋଉ ଦ୍ୱେଷ ମାନେ କ୍ରୋଧ, ଆଉ ଦ୍ୱନ୍ଦ୍ୱ ଆଉ ମୋହ। ଏକ ଅତିକ୍ରମ କଲା ପରେ ବ୍ୟକ୍ତିର ଦୃଢ଼ ଆସିବ ଭଗବାନ ପ୍ରତି। ତେବେ ଅର୍ଜୁନଙ୍କର ପ୍ରଶ୍ନ ହଉଛି, ଆପଣ କହିଲେ ଯେ ପର୍ଯ୍ୟନ୍ତ ପାପ ନଷ୍ଟ ନ ହୋଇଛି, ପୁଣ୍ୟର ଭଣ୍ଡାର ଅଧିକ ନ ହୋଇଛି, କୃଷ୍ଣ ଭାବନା ତାର ନିଷ୍ଠା ଆସିବ ନାହିଁ। ତେବେ ଭଜନ ନିଷ୍ଠା ବା ଦୃଢ଼ ହେଲେ ତାର ଲକ୍ଷଣ କଣ? ମନେକର ସିଏକୁ ତାର ଭଜନ ନିଷ୍ଠା ଆସିଲା, ସେ କେମିତି ଜାଣିବ, ସେ କେମିତି ଜାଣିପାରିବ ଯେ ତାର ସେତେବେଳେ ତାର ସ୍ୱାଭାବିକ ସ୍ଥିତି କଣ ହବ, ତାର କାମନା କଣ ରହିବ? ସେ କେମିତି ଜାଣିବ ଯେ ମୁଁ ଦୃଢ଼ ହେଲା ବୋଲି? ସେ ନିଜେ ଜାଣିପାରିବ ମୋ ଦୃଢ଼, ମୋ ଭଗବାନ ପ୍ରତି ମୋର ଦୃଢ଼ ଭାବ ଅଛି ବୋଲି ମୁଁ କେମିତି ଜାଣିବି? ପ୍ରଭୁ ଆପଣ କହିଦେଲେ ଯେ ସେ ମୋହରୁ ମୁକ୍ତ ହେଇଗଲା, କାମରୁ ମୁକ୍ତ ହେଇଗଲା, ଆଉ କଣ ମାନେ କ୍ରୋଧରୁ ମୁକ୍ତ ହେଇଗଲା, ଦ୍ୱନ୍ଦ୍ୱରୁ ମୁକ୍ତ ହେଇଗଲା ପରେ ତାର ସ୍ୱାଭାବିକ ଗୁଣ ସେ ଜାଣିବ କେମିତି କଣ ମୋର ଏଟା ମୁକ୍ତ ହେଇଗଲି ବୋଲି? ଆଉ ସେ ସମୟରେ ତାର କାମନା କଣ ଆସିବ? କେଉଁ କାମନା ଆସିଲେ ଆମେ ଜାଣିବା ଯେ ଆମର କଣ ନା ଜରା ମାନେ କଣ କହୁଛନ୍ତି ଯେ କାମ କ୍ରୋଧ ଦ୍ୱନ୍ଦ୍ୱ ମୋହରୁ ମୁକ୍ତ ହେଇଯିବ, ସେତେବେଳେ ବ୍ୟକ୍ତିର ସ୍ୱଭାବ କଣ ହବ, ତାର କାମନା କଣ ଆସିବ? କାହିଁକି ସେ ଏଟା କରିବାର କାରଣ କଣ? କାହିଁକି ସେ ମୋହରୁ ମୁକ୍ତ ହବ? କାହିଁକି ସେ କଣ ମାନେ କାମ କ୍ରୋଧରୁ ମୁକ୍ତ ହବ? ଆର କାରଣଟା କଣ? ଭଗବାନ ଏଠି କହୁଛନ୍ତି କାରଣ ହଉଛି ଏଇଆ, ଯିଏ ଏଥିରୁ ଅତିକ୍ରମ କରିଗଲା ଜରା ମରଣ ମୁଖ୍ୟାୟ। ଜରା ମରଣ ମୁଖ୍ୟାୟ। ଜରା ଶବ୍ଦ ମାନେ କଣ? ବୃଦ୍ଧାବସ୍ଥା। ଆଚ୍ଛା, ମରଣ ହଉଛି ମୃତ୍ୟୁ, ଜନ୍ମ ମୃତ୍ୟୁ ମୁଖ୍ୟାୟ, ମୁଖ୍ୟ ଉଦ୍ଦେଶ୍ୟ। ତାର ମୁଖ୍ୟ ଉଦ୍ଦେଶ୍ୟ ହଉଛି କଣ? ମୁଁ କେମିତି ଏ ଜରାୟୁରୁ ବୃଦ୍ଧାବସ୍ଥା ହେବି ନା କି ମରିବି ନା। এই ଜନ୍ମ ମୃତ୍ୟୁରୁ ବା କଣ ଜରା ବୃଦ୍ଧ ଅବସ୍ଥା ଆଉ ମୃତ୍ୟୁ ଅବସ୍ଥାରୁ ମୁଁ କେମିତି କଣ ଉଦ୍ଧାର ହେବି? ତାର ମୁଖ୍ୟ ଭଗବାନ କହୁଛନ୍ତି ଅର୍ଜୁନ, ଯେତେବେଳେ ଜୀବ ମୋହରୁ ମୁକ୍ତ ହେଇଯିବ ତାର ଗୋଟିଏ ଚିନ୍ତା, ମୁଁ କେମିତି କଣ ବୃଦ୍ଧା ହେବି ନା, ମୁଁ କେମିତି କଣ ମରିବି ନା। ଯେତେବେଳେ 22 ବଜାରରେ ହରଦାସଙ୍କୁ ପ୍ରହାର କରାଯାଉଥିଲା, ହରଦାସ ଗୋଟିଏ କଥା କହୁଥିଲେ ଯବନ ମାନଙ୍କୁ, ଶୁଣ, ମାତୃ ଗର୍ଭରୁ ଯୋଉ ଶରୀରଟା ମିଳିଛି ସେ ଯେଉଁ ଦିନ ହେଲେ ନଷ୍ଟ ହବ। ଯାହାଙ୍କୁ ମାତୃଗର୍ଭରୁ ପୋଷାକ ମିଳିଛି ସେ ପୋଷାକ ଯେଉଁ ଦିନ ହେଲେ ନା ନଷ୍ଟ ହବ, ବିନାଶ ହବ। ତୁମେ ମତେ ମାରିଲେ ଏବେ ମରିବି, ଯେବେ ହେଲେ ମରିବି, କିନ୍ତୁ ପ୍ରଭୁଙ୍କର ନାମ କରିକି ମରିବି। ମୁଁ ତାକୁ ରଖିପାରିବି ନା, ଶରୀର ମିଳିଛି ମାନେ ନଷ୍ଟ ହବ। ଭଗବାନ କହୁଛନ୍ତି
ଯେତେବେଳେ ଜୀବର ଜରା ମରଣ ମୁଖ୍ୟ ବୁଢା ତଥା ମୃତ୍ୟୁକୁ ଜୟ କରିବାକୁ ମୋର ଆଶ୍ରୟ ଗ୍ରହଣ କରେ। ଦେଖ ଗଜେନ୍ଦ୍ର ଯେତେବେଳେ ଦୃଢତା ହେଇଗଲେ ସେ କଣ ମାଗିଲେ? କଣ ମାଗିଲେ? ପ୍ରଭୁ ମତେ ଜ୍ଞାନ ଦିଅନ୍ତୁ, ମୁଁ ଅଜ୍ଞାନତାର ଦୃଷ୍ଟିରୁ ଆପଣଙ୍କ ସହିତ ମୋର ସମ୍ବନ୍ଧଟା କଣ ଭୁଲି ଯାଇଥିଲି। ବିପଦରେ ପଡି ଭଗବାନ କାହିଁକି ଆସିଲେ ଗଜେନ୍ଦ୍ରଙ୍କ ପାଇଁ? ଯେ ମୁଁ ଯେତେବେଳେ ମୁଁ ସେ ଚାହିଁଥାନ୍ତେ ନା ମତେ ଉଦ୍ଧାର କରିଦେଇକି ମୋ ସ୍ତ୍ରୀ କଥା ଛାଡିଦିଅ, ମୋ ପିଲା ଛୁଆଙ୍କୁ ମୁଁ ଖେଳେଇବି, ନାହିଁ। ଆପଣ ଯେବେ ଆସନ୍ତି ମତେ ଖାଲି କଣ ଏଇ ଜ୍ଞାନ ପ୍ରଦାନ କରନ୍ତୁ, ମୁଁ ମୋର ବାସ୍ତବ ସମ୍ବଦ ଆପଣଙ୍କ ପାଖରେ, ଇ ଅବାସ୍ତବ ସମ୍ବଦ ମୋର ରଖିବାର କିଛି ଆବଶ୍ୟକତା ନାହିଁ। କହୁଛନ୍ତି ଲକ୍ଷ୍ୟ କଣ? ବୁଢା ଆଉ ମୃତ୍ୟୁ କଣ? ମୃତ୍ୟୁରୁ କେମିତି ରକ୍ଷା ହବ? ଯେଉଁ ସମୟରେ ପାପ ଦୂର ହେବ, ପୁଣ୍ୟ ସହିତ ଯୁକ୍ତ ହେବ, ସେହି ସମୟରେ ବ୍ୟକ୍ତିର ଲକ୍ଷ୍ୟ ହବ କିପରି ବୁଢା ଆଉ ମୃତ୍ୟୁ କଣ ଜୟ କରିବ। ବଡ କଣ ଆମେ କଣ ବୁଢା ହବ ନା? ଯେ ଯିଏ ଭକ୍ତ ସେ ବୁଢା ହେଇନଥିଲେ, କୋଶ୍ଚିନ୍ ଆସିଯିବ ନା, ବୁଢା କଣ ହବ ନା କହିଲେଣି। ପ୍ରଭୁପାଦ କହୁଛନ୍ତି ଯେତେବେଳେ ବି କାମ କ୍ରୋଧ ଦ୍ୱନ୍ଦ୍ୱ ମୋହକୁ ତ୍ୟାଗ କରିବ, କୃଷ୍ଣ ଭଜନ କରିବ, ତା ମୁଣ୍ଡରେ ପଶିବ ଯେ ମୁଁ ଭୌତିକ ଜଗତକୁ କିପରି ମୁକ୍ତ ହେବି। କାରଣ ଯେଉଁଠାରେ ରହିଲେ ବି ବୁଢା ମୃତ୍ୟୁ ହେବ, ଏହା ବାଧ୍ୟତାମୂଳକ। ତୁମେ ଆମେରିକାରେ ରୁହ, ଲଣ୍ଡନରେ ରୁହ, ଚୀନରେ ରୁହ, ଜାପାନରେ ରୁହ, ବମ୍ବେରେ ରୁହ, କୋଉଠି କଣ ଗାଁରେ ରୁହ, ଘରେ ରୁହ, ପାଣି ଭିତରେ ରୁହ, ପାହାଡ ଉପରେ ରୁହ, ଯୋଉଠି ରହିଲେ ବି ମୃତ୍ୟୁ ଆସିବ, କଣ ବୁଢା ହବ। ତୁ ଯୋଉ ସ୍ଥାନ ତ୍ୟାଗ କଲା ପରେ ବି ଏ ଶରୀର ଧର୍ମ ଏଇଟା, ସେ ନିଶ୍ଚିନ୍ତ ନଷ୍ଟ ହବ। କିନ୍ତୁ ଇଚ୍ଛା କଣ ନା, ଇଚ୍ଛା ଉଦ୍ଦେଶ୍ୟ ଜ୍ଞାନକୁ ଢାଙ୍କି ଦେଉଛି। ଇଚ୍ଛା ଉଦ୍ଦେଶ୍ୟ କଣ? ଇଚ୍ଛା ହଉଛି କାମ ଆଉ କ୍ରୋଧ ଜ୍ଞାନ କଣ କରିଛି? ଢାଙ୍କି ଦେଇଛି। ସେ ଭଗବାନଙ୍କ ସହିତ କଣ ଭଗବାନଙ୍କ ଶରଣରେ ଆସିପାରୁନାହିଁ। ଏହା ଯେତେବେଳେ ଦୂର ହେବ, ସେତେବେଳେ ସେ ଜୀବ ଚିନ୍ତା କରିବ ଯେ ମୃତ୍ୟୁ ସଂସାରରୁ କିପରି କଣ ମୁକ୍ତି ହେବି, ଭଗବାନକୁ କଣ ଡାକିବ। ଆଚ୍ଛା, ଭଗବାନଙ୍କୁ କେତେ ଜଣ ଡାକନ୍ତି? 4 ଜଣ। କିଏ କିଏ? ଜିଜ୍ଞାସୁଚ, ଜ୍ଞାନୀ। ଆଚ୍ଛା, ଆଙ୍କ ଶ୍ରେଷ୍ଠ କିଏ? ଜ୍ଞାନୀ। ଏ 4 ଜଣ ମଧ୍ୟରେ ଶ୍ରେଷ୍ଠ କିଏ? ଜ୍ଞାନୀ। ଜ୍ଞାନୀ ଜାଣି ଯାଇଛି ଯେ ଏ ଜଗତରେ ଯାହା କରିଲେ ବି ମତେ ମୃତ୍ୟୁ ହବ, ମୁଁ ଯାହା କଲେ ବି ବୁଢାପା ହେବି, ବୁଢାରୁ ରକ୍ଷା ପାଇପାରିବି ନା। ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ଏଠି ଏଇଟା ଏଇ ସ୍ଥାନଟା ହଉଛି ସେଇଆ। ତୁମେ ଯେତେ ବଡ ପୋଷ୍ଟରେ ରୁହ, ଯେତେ କୋଟି ଟଙ୍କାର ଅଧିକାରୀ ହୁଅ, ଏଥିରୁ ତୁମକୁ ବାଦ ଯାଇପାରିବ ନାହିଁ। ଏ ସଂସାରର ପ୍ରାଇଜ କଣ? ମୃତ୍ୟୁ। ଏ ସଂସାରଟା ଆମକୁ କଣ ପ୍ରାଇଜ ଦେବ? ଯେତେ ଖଟ, ରାତି କି ଦିନ ବୋଲି ଭାବି ଖଟିଲେ ବି କଣ ଦେବ ପ୍ରାଇଜ? ମୃତ୍ୟୁର ହାର ନା ନାହିଁ? ନା କଣ ଦେବ? ଏଇଠି ଆଉ କଣ ଆଉ ମାଲପୁଆ କଣ ଖାଇବେ କି ମୃତ୍ୟୁରେ? ଏଠି ତୁମେ ରାତି କି ଦିନ ବୋଲି ଭାବି ଖଟିଲେ ବି କଣ କରିବ? ମୃତ୍ୟୁବରଣ କରିବ। ମୃତ୍ୟୁବରଣ କରିବ। କହୁଛନ୍ତି ଆଚ୍ଛା, ବ୍ୟକ୍ତିର ଯେତେବେଳେ ଜ୍ଞାନ ଉଦୟ ହେବ, ସେ କୃଷ୍ଣଙ୍କ ଶରଣରେ ଆସିବ। ଅଜ୍ଞାନତା ହେଲେ ସେ କୃଷ୍ଣ ଶରଣରେ ଆସିବ ନା। କହୁଛନ୍ତି ଭକ୍ତିବିନୋଦ ଠାକୁର ଏକ ଭଜନ କହିଛନ୍ତି, ଇରେ ମନ ଟିକେ ଭଲ କରି ଦେଖ ଏଠି କଣ ଅଛି, ଏଠି କଣ ପ୍ରାଇଜ ଅଛି। ଏ ମନ କହୁଛି ଏଠି ଆମକୁ କଣ ମିଳିବ। ଆଉ ଭଜନ କରିବାର କାମ କ୍ରୋଧ ମୋହ ଦ୍ୱେଷ ମୋହରୁ ମୁକ୍ତ ମିଳିବ। ଜୀବର କାରଣ ହବ ଯେ ଏଠି କିଛି ନାହିଁ। କାହାକୁ ମୋର ସେତେବେଳେ ସେ ରୂପ ଗୋସ୍ୱାମୀ ରାଜା କୁଳଶେଖର କହୁଛନ୍ତି, କୁଳଶେଖର କଣ କହୁଛନ୍ତି? ଆମେ ଭଜନ ଯୋଉ କରୁଛେ, ଆମର ବ୍ୟାକୁଳତା କାହିଁ ବଢୁନି? କାହାର ବ୍ୟାକୁଳତା ବଢିବ? କୋଉ ସ୍ଥିତିରେ ଆସିଲେ
आमर व्याकुलता हब भगवान प्रति राजा कुलशेखर कहते हे कृष्ण आपणकर पदारविंद मोर मोर आपण परम दयालु मो पर टिके खुशी हुंतु मो परी असहाय जीव को कृपा प्रदान करंतु हैं कहते ना सारे असहाय व्यक्ति साहाଯ୍य कर नहीं अरे असहाय देखो ना मीडिया वाला आसिले कौन ये व्यक्ति असहाय आपको साहाଯ୍य कर माने ताको साहाଯ୍य करे कहीं ना दे माने जतले जीव एठी कि निजको असहाय मने करिवो ता धन ता पुत्र ता पत्नी तार कन्या तार स्वामी तार संपत्ति तार देश तो कहीं साहाଯ୍य कर परिबे तार आश्रय एकमात्र हब कौन भगवान को धन थाई पारे कि धन तो मत रक्षा कर परिबो ना पुत्र तो मत रक्षा कर परिबो ना पत्नी तो मत रक्षा कर परिबो ना सी समस्त पाखर थिबो किंतु निजको असहाय बोली मने करथिबो तार भजन भगवान ग्रहण करिवे अच्छा साधु तो माने काई छाड़ी दउछंती काई छाड़ी गसछंती माने निजको असहाय बोली मने करथि की अछि हमर जतले आसीबो ता घर चिंता करियो नै जो दौड़ पुओ का पुओ बाहर करियो ये साधु न बाबा डाकुछन साधु बाबा डाकले कोन हबो कल तार आश्रय से कहा को आश्रय करिबा निजको असहाय से जानिए कि धन मते कोन साहाय्य करिवो धन कोन साहाय्य कला रावण को कोन साहाय्य कला कोन हिरण्यकशिपु को जन कौन साहाय्य करिवो न धन न जन न सुंदरी कविता महाप्रभु कहीं कहले यांकर कैपेसिटी कौन से बुझी जीव निज असहाय बोली मन कर प्रभुपाद कहले छुआटा चिल्ला छे डाकुचे ना कई ना माने उठी पड़े बेलू माँ नहीं बापा नहीं बो नहीं कई ना से कौन करुचे एका डाकर ता माँ काम से बंद कर दौड़ी पाखे आमर डाकटा सेमती होनी होची अरे से उठू जे कई ना कांदी पकाउची तुम तो कांदू ना नाम करके तुम्हें तो भाव आउ कि मोर साहाଯ୍य टंका अच्छी मो स्त्री अच्छी पड़गले मो स्त्री उठेब साधु कौन कर पड़गले प्रभु पकड़े आप उठेबे किए उठे मोर पुओ नहीं ना पुओ नहीं स्त्री नहीं टंका नहीं घर नहीं किसी नहीं से क्या आश्रय कर साधु जीवन टा से केवल भगवान को आश्रय कर बंचो किए मत पैसा दो किए न दो जी देला कृष्ण सेवा लगला मोर बा किसी नहीं मुठे भगवान प्रसाद लगे पाइबार कर भगवान दे सैला निजर खाइबा चिंता भी नहीं भगवान करिवे अच्छी कि साधु जीवन टा केवल आश्रय कृष्ण हुए आउ कि नहीं कुलशेखर कहते मु जन्म मृत्यु संसार को बुझी मुक्ति मत मुक्ति करंतु जन्म मृत्यु सागर रे बुड़ी जाउछि मो परि अनाथ को आपण कौन रक्षा करंतु कहले व्यक्ति यही बंधन मुक्त हो से मते नाथ बोलिक भाव आउ सब मु हूँ अनाथ मो बिना आ कई कौन ना तार आश्रयस्थल केवल मुझे जीवी मोर मुक्त हो गला ना तार इच्छा ना काम ना इच्छा माने काम ना से मुक्त हो तार एकमात्र आश्रयस्थल भगवान हो भक्ति ठाकुर कहते ओरे मन भालो नहीं लागे संसार भालो जन्म मरण जरा जे संसारे आछे भरा जन्म ताहे की
কিবা আছে বল সারা তাহে কিবা আছে ধন জন परिवार के नहे कभु कार धन जन परिवार अकाल मित्र अकाल अपर अकाल मित्र अकाल जहा राखिबारे चाही ताहा नहीं थाके भाई जहा राखिबारे ए अनित्य समस्त विनश्वर अनित्य मस्त विनश ठाकुर कहते इरे भाई मनरे ध्यान दे शुणु कौन ना भल नहीं लागे संसार मन कहीं भल लगुनि ना कौन करमी जरा आसो मरण आस बुढ़ा तो हेमी आउ मिरर खाली देखु देखु ना बुढ़ा बुढ़ी कौन हो खाली कला बोली आखि चूल सह कला मार दाढ़ी सह कहीं दाढ़ी मारदे कला कला देखा सब खाली माने आउ अवस्था तक दिकड़ा राति अधरे थंडा बरम धरू मारिकी बसुंत एटा दुख से चाहूना मो चुटी धड़ा आई जाए मत कि देखियो कि कौशल मन कौन करमी मु जो शरीर पर एते व्याकुल होची ये जन्म ये मरण हम आ जरा कौन वृद्ध अवस्था हम ये संसार ताहा किबा अछि बोलो सर आकु माने कौन हटे कार बड़ अछि कार बड़ अछि को टंकार बड़ अछि को ज्ञानर बड़ अछि कार बड़ अछि या हटे पारियो हाँ राष्ट्रपति प्रधानमंत्री कौन देश दुनिया सारा विश्वर कार बड़ अछि कहलो आकु कि हटेबो कहते धन जन परिवार कही नहे कभुकार ओ मन का जो कौन लड़ू खाऊ ना मो पुआ तू मो पुओ बाहला कह मो कथा माननी से बहु कथा मानुची कहले केते तुम पाखर तो केते आउ का पाखरे तुम भाभी नहीं ये सब मोर से कौन पचार जाएंगे कौन कर पुआटा भल थिला आ कौन से मो कथा मानुची जा ससुर घर कहते से कथा मानुची कार सी तुम पुओ अच्छी तुम झी अच्छी माट्री जे कैंसर छु मतलब झुआ पढ़ो पाठ पढ़ो कर तारटा पसंद कर दे कि क्या पचरा चरा नहीं मु जाऊँगी बाजार जाऊँगी जानी पार ना किए कार कहते कौन ये काल ये खाली कौन तुम खाली खेलड़ा खेल खाली आनी जोड़ी दौर पठे दौर तुम्हें जो मन का जो दिल का जो लड्डू खाऊच किया ना मो पुओ को भसरा कर मैंने ये तुमर नुह ना तुम्हें तांकर नुह कहते केहे नहे कभु कार सी आगुर तुमर नथेले भविष्य तुम पाखे रहिबे ना तुम्हें तांकर स्वामी हेक नथिलो सी तुमर स्त्री की नथिले 5 वर्ष होला तुम स्त्री स्वामी संबंधटा पुआटा है झीटा है कई दिन संबंध ये 2.5 दिन है संबंध कहले मन तू चिंता कर ये सब क्या कौन ये जो भावुच मोर परिवार आंग जो कृष्ण परम धनु हरि दौसु एटा पिता पिता लगुच समय नहीं एटा करे टाइम होनी कहले काल मित्र अकाले अपर पुओ को गेल होचे से पुओ चटका नोटा पकई दउचे काटिकी बापा माँ को कौन पैकिंग कर पठे दौरान पुओ ये मैंने काटिक चिरिकी बापा माँ को पैसा मांगला देला राजस्थान ले
କାଟିକି ପ୍ୟାକିଂ କରିକି ଭସେଇ ଦେଇଛି। କିନ୍ତୁ ଏ କଣ ଯାହା ଚାକିରି କରିଥିଲା ଖଟିକି ପଇସା ଦେଇକି ଇଞ୍ଜିନିୟର କରିଥିଲା ପୁଅକୁ, ଜାଣିଛ ତୁମର କଣ କରିବ? କହୁଛନ୍ତି ଯାହା ରାଖିବାରେ ଚାହେଁ ତାହା ନାହିଁ ଥାକେ ଭାଇ, ଅନିତ୍ୟ ସମସ୍ତ ବିନାଶର। ସବୁ ବିନାଶ। ଘର ଦେଖି ଯୋଉ ମାର୍ବଲ ଇଟାଲିୟନ ଟାଇଲ ଲଗେଇ ଯୋଉ ଦେଖା ହଉଛି ନା, ଏଇସବୁ ବିନାଶ। ଥିବ ତୁମେ ପଳେଇବ, ନହେଲେ ତୁମେ ଥିବ ସେ ଭୂମିକମ୍ପରେ ଗଳି ପଡ଼ିବ। ଏଇ ପ୍ରକୃତି କାଳ ହାତରେ ସବୁ ପାଉଁଶ। ଖାଲି କଣ ଛୁଆଟେ ଯେମିତି କଣ ମାନେ ବାଲି ଖେଳ ଖେଳୁଛି, ତାକୁ ସେ ବାଲି ଘରକୁ ଭାଙ୍ଗିବାକୁ କେତେ ସମୟ ଲାଗିବ? ଅନଉ ତୁମ ପାଖରୁ ତୁମ ସ୍ୱାମୀ ପଳେଇବ, ତୁମ ପାଖରୁ ତୁମ ସ୍ତ୍ରୀ ପଳେଇବ, ତୁମ ପାଖରୁ ତୁମ ପିଲାମାନେ ପଳେଇବେ, ସବୁ ଧନ ସମ୍ପତ୍ତି ପଳେଇବ। ଖାଲି ଭାବୁଥିବ ଏତେ ଟଙ୍କା ଆସିଥିଲା, ଏତେ ଟଙ୍କା ସେ କାର ଡିକିରେ ଥିଲା, କୁଆଡେ ପଳେଇଲା, କୁଆଡେ ପଳେଇଲା। ସେଟା ଭାବି ହବ, ଭାବି ଭାବି ବେମାର ହେଇଯିବ। ଏଇଟା କିଛି ତମର ନୁହଁ। ଏଠି କହୁଛନ୍ତି এইটা ভাবি ভাবি কଣ হব না, আয়ু অতি অল্প দিন ক্রমে তাহা হয় ক্ষীণ। আয়ু অতি समनर निकट दर्शन, समनेर निकट रोग शोक अनिबार, जीत करे खार खार। रोग शोक अनिबार जीत करे, बांधव वियोग दुर्घटना। ভালো করি দেখো ভাই, অমিশ্রে আনন্দ নাই। ভালো করি আজ আছে সে দুঃখর কারণ, যে আছে সে দুঃখ আসে সুখরে রত হবে, কেন মায়া দাস হবে। সে সুখরে রত হবে, কেন মায়া দাস। হারাইব পরমার্থ ধন, হারাই এইটাକୁ ଭାବି ଭାବୁ ଆୟୁଷ ପଳେଇବ। ହବ କଣ ହବ? ବୁଢା ହେଇଯିବ। କହୁଛନ୍ତି କହୁଛନ୍ତି କଣ, ଅତି କ୍ରମେ ତାହେ କ୍ଷୀଣ, ସମନରେ ନିକଟ ଦର୍ଶନ। ତାପରେ କଣ କରିବ? ଆସିଯିବେ ଦୂତମାନେ, ଦୂତମାନେ ଆସିବେ, ଯମଦୂତ ମାନେ ପଳେଇ ଆସିବେ। ଆସ ଆସ, କଣ କରୁଛ ବାପା, ଦିଅ ଦିଅ ହିସାବ ଦିଅ, ଚାଲ। କହୁଛନ୍ତି ଆୟୁ ଅତି ଅଳ୍ପ ଦିନ କ୍ରମେ ତାହେ କ୍ଷୀଣ, ସମନ ନିକଟ ଦର୍ଶନ। ଆଚ୍ଛା, ତାପରେ ରୋଗ ଶୋକ ଅନିବାର, ଚିତ୍ତ କରେ ଛାରଖାର। ରୋଗଟା ଯଦି ହେଇଗଲା ଆଉ ମନ ଶୁଖିଯିବ, ଆଉ ଆଧ୍ୟାତ୍ମିକ ଦୁଃଖ, ଖାଲି ମନ କଷ୍ଟ ପାଉଥିବ, ରୋଗ ଶୋକ। ବୁଝିପାରୁଛି? କହୁଛନ୍ତି ଏ ଯେତିକି ଦିନ ସମୟ ରହିବ ଏଇ ଜୀବନଟା ଏମିତି ଗତି ପଳେଇବ। ଯେତେବେଳେ ଜୀବର ଭଗବାନ କହୁଛନ୍ତି, ଯେତେବେଳେ ସେ ନିଜକୁ କଣ କରିବ ନା, ଆଚାର୍ଯ୍ୟ ମାନଙ୍କ ମତରେ ନିଜକୁ ଅଭାଗା ଅସହାୟ ବୋଲିକି ଭାବି ଭଗବାନଙ୍କୁ ପ୍ରାର୍ଥନା କରେ, ସେତେବେଳେ ତାର ପ୍ରାର୍ଥନା ଭଗବାନ କଣ କରିବେ? ଶୁଣିବେ।
এইটা କହୁଛି ଏ ସଂସାରରେ ଏତିକି ଦୁଃଖ ଆମକୁ ଏଇ ସୁଖଟା ମିଳିବ। এই সুখ যদি আমি এই সুখକୁ এইগুলো যদি সুখ ବୋଲି ଭାବି ନେଇଯିବା, ଭଲ କରି ଦେଖ ଭାଇ ଅମିଶ୍ରେ ଆନନ୍ଦ ନାହିଁ, ଯିଏ ଅଛି ସେ ଦୁଃଖର କାରଣ। ସେଇ ଦୁଃଖର କାରଣକୁ ସୁଖ ବୋଲି ଭାବି ନେଇଯାଉଛି, ସେ ସୁଖର ରତ ତବେ କେନ ମାୟା ଦାସ হবে, ହାରାଇବ ପରମାର୍ଥ ଧନ। এই ପରମାର୍ଥ ଧନ ପରମ ସୁଖଦାୟକ ଧନ ହଉଛି ଆତ୍ମ ସହିତ ଜୀବର ସମ୍ବନ୍ଧ, ପରମାତ୍ମା ସହିତ ସମ୍ବନ୍ଧ। କହିଲେ ସେ ଭକ୍ତି ଯୋଗରେ କଣ ହବ, ଅଗ୍ରଗତି କରିପାରିବ ନା ଯେ ପର୍ଯ୍ୟନ୍ତ ଏଇ ମନୁଷ୍ୟ ସମ୍ବନ୍ଧ ଅଛି। ଆଚ୍ଛା, ଯଦି ତା ଜୀବନରେ କୃଷ୍ଣ ସମ୍ବନ୍ଧ ବାନ୍ଧି ନ ପାରିଲା ତାହେଲେ କଣ ହବ? ଭକ୍ତିବିନୋଦ ଠାକୁର ଗାଉଛନ୍ତି, କୁକୁରାଦି ପଶୁ ପ୍ରାୟ জীবন কটায় হায়, কুকুরাদি পশু প্রায় জীবন কটায় হায়, যে পরমার্থ কভু না চিন্তিলা, পরমার্থ କହୁଛନ୍ତି ଜୀବନ କଣ ହବ ନା କୁକୁର ଭଳିଆ ବଞ୍ଚିବ। ଏଇ ଜୀବନଟା ହଉଛି ଯୋଉମାନଙ୍କର ଜ୍ଞାନ ମାୟା ଦ୍ଵାରା ଅପହୃତ ହେଇଯାଇଛି, ଏମାନଙ୍କର ଜୀବନଟା ହଉଛି କୁକୁର ଜୀବନ। କୁକୁର ଜୀବନ କଣ ନା ଆହାର ନିଦ୍ରା ଭୟ ମୈଥୁନ, ଖାଇବ ଶୋଇବ କୁତି ପଛରେ ଦୌଡ଼ିବ ଆଉ କଣ ମରିବ। କାଲି ଏମାନଙ୍କ ଜୀବନଟା ସେଇଆ, କୁକୁର ଆଦି ପଶୁ ପାଏ ଜୀବନ କଟା ହାୟ, ପରମାର୍ଥ କଣ କଭୁ ନ ଚିନ୍ତିଲ। କହୁଛନ୍ତି ୟମନ ବିଷୟ ମନ କେନ ଥାକେ ଅଚେତନ, ଛାଡ଼ ଛାଡ଼ ବିଷୟର ଆଶା, ଯୋଉ ଇଚ୍ଛା। এই ବିଷୟକୁ ଛାଡ଼ିଦେଲେ କଣ ହବ? ଆଚ୍ଛା କେମିତି ଛାଡ଼ିବ? ତ ବାନ୍ଧି ହେଇକି ରହୁଛି, ଛାଡ଼ିବ କେମିତି? ଏତେ ବୁଝେଇଲେ ଏତେ କହିଲେ ଯାହା କଲେ ତ ଛାଡୁନି ନା। କହୁଛନ୍ତି କଣ? ଶ୍ରୀଗୁରୁ ଚରଣ ଆଶ୍ରୟ କର ସବେ ଭବ ଭୟ ଜୟ, ଏ ଦାସର ଏଇ ତ ଭରସା। এই ବିଷୟ ଡଙ୍କୁ ଶୁଣିବା, ବିଷୟ ପିଶାଚ ଛାଡ଼ିଯିବ, ଶ୍ରୀଗୁରୁ ଚରଣ ଆଶ୍ରୟ। ଭବ କରେ ସବେ ଭବ ଜୟ। ଏ ଭବ ସାଗରକୁ ସେଇମାନେ ଜୟ କରିବେ ଯେଉଁମାନେ ଗୁରୁପାଦ ପଦ୍ମକୁ କଣ ଆଶ୍ରୟ କରିଛନ୍ତି, ଯେଉଁମାନେ ପ୍ରଭୁପାଦଙ୍କୁ ଆଶ୍ରୟ କରିଛନ୍ତି। ପ୍ରଭୁପାଦଙ୍କ ଶିକ୍ଷା, ପ୍ରଭୁପାଦ ଏଇଟା କହିଛନ୍ତି ମାନେ ମତେ ଏଇଟା କରିବା ପାଇଁ ପଡିବ, ମତେ କଥା ଶୁଣିବାକୁ ପଡିବ, ମତେ ମଙ୍ଗଳାଚରଣ ଉଠିବାକୁ ପଡିବ, ଷୋଳମାଳା ଜପ କରିବାକୁ ପଡିବ, ତାଙ୍କର ଗ୍ରନ୍ଥ ପଢିବାକୁ ପଡିବ, ପ୍ରସାଦ ପାଇବାକୁ ପଡିବ, ସେବା କରିବାକୁ ପଡିବ। ଏଇ ହଉଛି କଣ ନା ଗୁରୁପାଦ ଆଶ୍ରୟ। କଣ କଲେ? ସାକ୍ଷାତ କଣ ଆମେ ଯୋଉ ପଢୁଛେ, ଶିବିଗ୍ର ଆରାଧନା ନିତ୍ୟ ନାନ, ଶୃଙ୍ଗାର ତାନ ମନ୍ଦିର ମାର୍ଜନ। ଗୁରୁ ଆମକୁ ମନ୍ଦିର ସେବାରେ ଲଗେଇଦେବେ, ଯାଅ କୃଷ୍ଣ ସେବା କର, ଗୋଲକ ଧାମ ଯାଅ। ଶିବିଗ୍ର ଆରାଧନା, ବିଗ୍ରହକୁ ଆରାଧନା କର, ମନ୍ଦିର ସେବା କର, ନିତ୍ୟ ଯୁକ୍ତ କରେଇବେ। କହୁଛନ୍ତି କଣ ହବ ନା ତାପରେ ଶ୍ଲୋକ କହୁଛନ୍ତି, ଯେତେବେଳେ ସେ ଏଠିକି ଆସିବ କଣ କରିବ ନା, ଯେତେବେଳେ ସେ ମାମାସିତ ଯତନ୍ତି, ଯେ ଯିଏ ମୋର ଆଶ୍ରୟ ନବ ସେ ଜରା ମରଣରୁ କଣ ମୁକ୍ତି ମିଳିବ, ଆଉ ପୁନର୍ବାର ଏ ବୁଢା ଶରୀରକୁ ଆସିବାର ନାହିଁ ନା ମୃତ୍ୟୁ ହବାର ନାହିଁ। ଭଗବାନଙ୍କୁ ଆଶ୍ରୟ ନବାର ଏଇ ହଉଛି କାରଣ ଯେ ଆମେ ମୃତ୍ୟୁ କଣ, ମୃତ୍ୟୁ ଆମ କତିକି ଆସିବାର ନାହିଁ, ଆମେ ଏଇ ମୃତ୍ୟୁ ସଂସାରକୁ ଆଉ ଆସିବାର ନାହିଁ। ଜରା ମରଣ ମୁଖ୍ୟାୟ ମାମାସିତ ଯତନ୍ତି, ଯେ ଏଥିରୁ ମୁକ୍ତି ହେଇଯିବ। କଣ ହବ ନା ତେ ବ୍ରହ୍ମ ତତ୍ବିଦୁ,
ते ब्रह्म एथिरे भगवान तीनोटी कथा कहते तत् ब्रह्म तु जा तत् ब्रह्म तत् माने यही ब्रह्म माने चेतना कहते ब्रह्म बाहरी गले ब्रह्म होती कौन चेतना जो चेतना रूप आम भर प्राण आमर चेतना अच्छी मु मनीष मत भोक लगे मत शोष लगे मत निद लगे ये चेतना कौटू आस ब्रह्म ब्रह्म आम भर अच्छा परमात्मा ब्रह्म रूप अच्छा जब आम कहे आत्मा आत्मा ले ब्रह्म अच्छा तत् ब्रह्म कौन ना ब्रह्म है दुई प्रकार ब्रह्म हूँ दी प्रकार कौन अहं ब्रह्म तत् ब्रह्म ब्रह्म है दी प्रकार गोटे अहं ब्रह्म आ गोटे तत् ब्रह्म अहं ब्रह्म कौन ना मु ब्रह्म अच्छा तत् ब्रह्म कौन ना मो ठारू अनेक श्रेष्ठ बहुत बड़ ये हूँ क्षुद्र से बृहत अहं ब्रह्म माने मु हूँ आत्मा अच्छा तत् ब्रह्म माने ये आत्मा ठारू आसी विराट महान तत् ब्रह्म जीवर अहं ब्रह्मरु तत् ब्रह्म प्रति ज्ञान आस चेतना आस चेतना आसब कौन हम जो व्यक्ति अहम ब्रह्म को जानी तेबे से तत् ब्रह्म को जानी नहीं से ज्ञानी नुहे जे खाली आत्मा को जानी कि आत्मार संबंध परमात्मा के सहित जानी नहीं से ज्ञानी नुहे ना कष्ट हो बुझे बुझेनि बुझे माने अहम ब्रह्म मु आत्मा तत् ब्रह्म आत्मा जहाँ ठार आसी विराट से विराट रूप को परमात्मा को कौन कर हृदयंगम कर जो जरा मरण मुख्य कौन माने सिद्धांत मुकुली आसव तत् ब्रह्म जी ये आत्मा केउठारु आसी यार काम कौन ये अंश से पूर्ण को जानिया कौन हम व्याकुल हम पूर्ण ब्रह्म सनातन कहते ताले कौन हम ना कृष्ण परम भक्ता कृष्ण परम नियंता ओ कृष्ण परम सुहृद परम भोक्ता परम कौन नियंता परम सुहृद कहले यही ज्ञान आसब ये कौन से जान तत् ब्रह्म कृष्ण हूँ श्रेष्ठ से कौन हम से जान यही मोर बंधु सुहृद माने कौन बंधु यही मोर परम बंधु बंधु किए ना विपद समझ रक्षा कर विपद रा कौन ना जन्म मृत्यु जरा व्याधि जन्म मृत्यु चक्र जे उद्धार कर से हूँ मोर बंधु कृष्ण आम कौन जन्म मृत्यु चक्र उद्धार करेंगे कृष्ण तो आम कौन परम बंधु परम नियंता परम सुहृद जिते सी एठू न बाहर पार कृष्ण परम सुहृद बोलिकी से कौन ज्ञान आसब ना कहते एटा कौन कौ भाया पर आसब कौन ना आध्यात्मिक तत् ब्रह्म तद्विदु कृष्ण आध्यात्म कर्म चाखिल आध्यात्मिक माने कौन कहला आध्यात्मिक माने आत्मा सहित परमात्मा संबंध आध्यात्मिक माने हूँ श्रीकृष्ण सहित जीवर संबंध को जानिबा आध्यात्मिक मार्ग अच्छा जो मैंने आध्यात्मिक अच्छा आत्मा परमात्मा संबंध कौन जानी ना कि से मैंने आध्यात्मिक खाली बेश पिंधुंट से ना कि वास्तव से कौन आध्यात्मिक ज्ञान से ना आध्यात्म मान हूँ आत्मा ना कृष्ण सहित
परमात्मा सहित आत्मार की संबंध आत्मज्ञान आम समस्त श्रीकृष्ण जानीज कौन हम ना आम हूँ कृष्णकर सेवक आउ ये कौन पुओ झुआ नाती नातुणी ये सब कौन जा बुढ़ा लोक पुओटी कौन धर्म पुओ को बाहर करेंगे खे खे हूँ दौड़ ये संबंध रहा बास निजर स्वर सहित स्वर को निजर भाव ना ये धर्म नाती नातुणी को बाहर करने दौड़ कहले आध्यात्मिक मान हूँ कृष्ण सहित आत्मार संबंध कौन आध्यात्मिक आत्मे कौन आ सहित संपर्क ता सहित संपर्क आध्यात्मिक आध्यात्मिक चेतना हूँ कृष्ण सहित आत्मार जो संबंध एटा आध्यात्मिक कहते कौन कृष्ण लीला रे मोर स्थान केउठी कृष्ण सेवारे मोर कार्य कौन आध्यात्मिक एटा आध्यात्मिक चेतना कृष्णकर लीला रे मोर स्थान केउठी अच्छा कृष्णकर सेवारे मोर कार्य कौन से जीवर कौन ये ज्ञान आस ताकू सब ये सब ये किसी ये संसार ताको कौन माने गोटे माने गोटे माने गोटे माने कौन तुच्छ बोली कि कौन ये गोटा सुना टंका पैसा स्त्री पुरुष तांको जमी सब कौन तुच्छ लगे महा माने चैतन्य महाप्रभु गले गोटे मायावादी सन्यासी महावीर सन्यास को क्यों तुम्हें जगन्नाथ मिश्र पुत्र की जाना दिन महाप्रभु देखने देने कौन ना ये पचार प्रणाम कले महावीर सन्यासी महाप्रभु प्रणाम कले कहले तुम्हें यशस्वी भव आयुष्मान हुआ सुंदर स्त्री पाओ एमती आशीर्वाद कले तो महाप्रभु कहले एटा जीवर कल्याण नुहे जीव कौन सुंदर स्त्री पाइले कल्याण तार हम धन पाइले तार कल्याण हम कहले क्यों तुम्हें निमाई पंडित की कारण ये सिद्धांत कौन निमाई पंडित जानी निमाई 24 वर्ष कौन विवाहित स्त्री की छाड़ दी पड़े विष्णुप्रिया को ताभा मूर्ख कई ना मायावती सन्यासी कौच तुम्हें से निमाई पंडित कौन तुम्हें निमाई पंडित धारा अच्छ कि महाप्रभु को निजे कहते कहते कौन तुम्हें बोधे निमाई पंडित ये जगन्नाथ मिश्र पुत्र तारी केवल ये चेतना महाप्रभु मना करदे जीवर एथरे कल्याण हम ना सुंदर घर सुंदर स्त्री सुंदर पुरुष सुंदर पुओ झुओ सुंदर घर माने कौन एगुड़ा सब पाइले ए जीवर आत्मार कल्याण हम ना तुम मत साधु होंगी मत ये कि आशीर्वाद करुच कल साधु यदि तुमको कहते तुम टंका हो बिजनेस चालू डेउरिया फुरा देदेले मोर ये है बढ़िया साधु से चल भी से बाबा के दौड़ ये साधुर लक्षण साधु केवल कृष्ण प्रेम देवे आ कि ना पाखे आउ जहा देले जीव तक रखी पार ना कि जीवर कल्याण हम ना जीवर एकमात्र कल्याण हम कृष्ण मति अस्तु मति केमती कृष्ण गति जाओ केमती जीवन कृष्ण को डाकू तार ये कल्याण हम जो जीव कौन कर ना से जानी मोर कृष्ण लीला रे मोर स्थान ही कौटी कृष्ण सेवार मोर कार्य कौन यहीटा किसी भाव हाँ तापर कौन हम शिल प्रभुपाद कहते जन्म मृत्यु जरा रोग भौतिक शरीर को भेद करें आध्यात्मिक शरीर को नुहे जरा जन्म मृत्यु जरा व्याधि ना जल से कृष्ण को सेवार रही देख प्रभुपाद 69 वर्ष बयस गले अच्छा 69 वर्ष 70 वर्ष बयस 70 वर्ष तक जहाज है
ତାଙ୍କର ଜନ୍ମଦିନ ସେ ଜାହାଜରେ ପାଳନ କଲେ, ପାଣି ଜାହାଜରେ। 70 ବର୍ଷ ବୟସରେ ସେ ଗଲେ। ଆଚ୍ଛା, ବୁଢା ଶରୀରକୁ କେହି କଣ ପଚାରନ୍ତି କି? ବୁଢା ଚାଣକ୍ୟ ପଣ୍ଡିତ କହିଲେ ବୁଢା ବଳଦ, ହଡ଼ା ବଳଦ ଯା, ବୁଢା ମଣିଷ ସେଇଆ। ହଡ଼ା ବଳଦ କାମ ସରିଲେ ତାକୁ ସବୁ ଖାଇବା ଦେଇ ସାରିଲେ ଟିକେ ଖାଲି ପାତ୍ରାଣ୍ଡେ ଥୋଇଦେବେ। ପୁଅ ଝୁଅ ଅମୁଲ ଖାଉଥିବେ, ବୁଢା କେତେବେଳେ ଖାଲି ଚାହାଟେ ଥୋଇଦେବେ। ଖଟି ଖଟି ସବୁ କରିଥିବେ, ଅନ୍ତିମ କାଳରେ ଏଇଟା ହିଁ ହବ। ହର୍ଲିକ୍ସ ଆଣୁଥିବେ, ନୁଚେଇ ଚୋରେଇକି ଶ୍ୱଶୁର ଘରକୁ ଯିବ, ଝୁଅ ଖାଇବ, ପୁଅ ଖାଇବ, ସ୍ତ୍ରୀ ଖାଇବ, ବୁଢା କେତେ ବୁଢା ଛେରି ହବ ନା, କିଏ ତା ପୁଛିବ? ଇଏ ହଉଛି ଅବସ୍ଥା। କହିଲେ କେହି ପଚାରିବେ ନା। କିନ୍ତୁ 69 ବର୍ଷ ବୟସରେ କୁଆଡୁ ଗଲେ? ଆମେରିକା। ଆଚ୍ଛା, 69 ବୟସରେ ଗଲେ, ଯେତେବେଳେ ପହଞ୍ଚିଲେ, ବିଦେଶୀ ମାନେ ତାଙ୍କ ପାଖକୁ ଆସିଲେ, ସେତେବେଳେ ଭୋଗିଥିଲେ। ଏମାନଙ୍କ ପାଖରେ ଧନର ଅଭାବ ନାହିଁ, ନାରୀ ପୁରୁଷର ଅଭାବ ନାହିଁ। ପ୍ରଭୁପାଦଙ୍କୁ ତାଙ୍କୁ ଛାଡ଼ିକି ପ୍ରଭୁପାଦଙ୍କ କତିକି ଆସିଲେ, ତାଙ୍କର ମାନେ ପ୍ରଭୁପାଦ ତାଙ୍କୁ ପଚାରୁଛନ୍ତି, ତୁମ ମାନଙ୍କର ତ ଏତେ ସବୁ ଅଛି, ମୁଁ ତ ବୁଢା ଲୋକ, ତୁମେ କାହିଁ ମୋ ପାଖକୁ ଆସୁଛ? ବିଦେଶୀ ମାନେ କଣ ଜାଣିଛ ନା, ଘର ଆମକୁ ଆନନ୍ଦ ମିଳୁନି, ଆପଣଙ୍କୁ ଦେଖିଲେ ଆମକୁ ଆନନ୍ଦ ପାଉଛୁ, ଆପଣ ଖାଲି ଦେଖିବାକୁ ମନ ହଉଛି। କହିବାର ତାତ୍ପର୍ଯ୍ୟ ହଉଛି ଯେ ବାର୍ଦ୍ଧକ୍ୟ ସମୟରେ ବି କଣ ସୌନ୍ଦର୍ଯ୍ୟତା ବଢିଯାଏ। ମାମା ସୀତା ଯତନ୍ତି, ଯେ ଯେଉଁ ସମୟରେ ବୃଦ୍ଧ ଛୁଆମାନେ ପଚାରିବେ ନା, ସେଇ ସମୟରେ ଏ ବିଦେଶୀ ନାସ୍ତିକ ବିଦେଶୀ ତାଙ୍କ ପଛରେ ପ୍ରଭୁପାଦ ଚାଲୁଛନ୍ତି ମାନେ 10,000 ବିଦେଶୀଙ୍କୁ ସେ ନଚଉଥିଲେ। ବୁଢା ଲୋକ ନଚେଇ ପାରିବ କି? ଗୋଟେ ରଥଯାତ୍ରା କିନ୍ତୁ ପ୍ରଭୁପାଦ ନାଚୁଛନ୍ତି, କିନ୍ତୁ ଗୋଲାପ ଫୁଲ ଫୋପାଡୁଛନ୍ତି। ଆଚ୍ଛା, ବୃଦ୍ଧ ଅବସ୍ଥାରେ ରୋଷେଇ କରି ଦେଇପାରିବ କି? ଇଏ ଆମେ ଟୋକା ଗୋଡା ଏଇଠି ସେଠି ଗଲା ବେଳକୁ ଥଣ୍ଡା ଜ୍ୱର ବେମାର ଧରୁଛି। ଆଜି ଆମେରିକାରେ ତ କାଲି ଲଣ୍ଡନ, କାଲି ୟୁରୋପ, ତ କାଲି ଜାପାନ। ବୃଦ୍ଧ ତାଙ୍କର କଣ କାମ କଲା? କହିଲେ ଆମେ ଏଇ ଶ୍ଲୋକ ଦେଖିବା, କାଲି ଜରା ମୃତ୍ୟୁକୁ ଜୟ କରିବା କିଏ? ସେ ଭଗବାନଙ୍କର ଭକ୍ତ। କହିଲେ ମାମା ଆସିତା ଦତନ୍ତି ଯେ ତେତ ବ୍ରହ୍ମ, କହିଲେ ସେଇ ବ୍ରହ୍ମକୁ ଜାଣିପାରିବ, ସେ କର୍ମ କଣ କରିବ ସେଟା ଜାଣିପାରିବ, ନହେଲେ ଜାଣିପାରିବ ନାହିଁ। ଘର ଦ୍ୱାର ସବୁ ଛାଡିକି କାଲି ପ୍ରଭୁପାଦଙ୍କୁ ଘଣ୍ଟା ଘଣ୍ଟା ଅନଉଥିବେ। ଯୋଉମାନଙ୍କ ପାଖରେ ନାରୀ ଥିଲେ, ଯୋଉମାନେ ଉଲଗ୍ନ ହେଇକି ବସୁଥିଲେ, କପଡା ଖଣ୍ଡେ ପିନ୍ଧୁନଥିଲେ, ସେଇମାନେ ଆସିକି ସ୍ୱାମୀଜୀ ଆପଣଙ୍କୁ ଦେଖିବାକୁ ଖାଲି ଇଚ୍ଛା ହଉଛି। ଏ ହଉଛି ଆଧ୍ୟାତ୍ମିକ, ଏ ହଉଛି ମାନେ କଣ କୃଷ୍ଣ ଚେତନାର ମହତ୍ଵ। କହୁଛନ୍ତି କଣ ନା, ଆଧ୍ୟାତ୍ମିକ ଶରୀର ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ମୁକ୍ତ। ଆମେ ମରିଗଲା ପରେ ଗୋଟେ ଲୋକଙ୍କୁ ପଚାରୁଛେ କି, ଆଚ୍ଛା ଗୋସ୍ୱାମୀ ମାନେ ଅପ୍ରକଟ ହେଇଗଲେ, ପ୍ରଭୁପାଦ ଅପ୍ରକଟ ହେଇଗଲେ, ତାଙ୍କର ଯୋଉ ଅପ୍ରକଟ ଦିନଟା କେତେ ଧୁମଧାମରେ ପାଳନ କରାହଉଛି। ଏଟାକୁ କଣ କୁହାହଉଛି? ମହା ମହୋତ୍ସବ। କହିଲେ କହୁଛନ୍ତି କଣ ନା, ଆଧ୍ୟାତ୍ମିକ ଶରୀର ଜନ୍ମ ମୃତ୍ୟୁ ବ୍ୟାଧିରୁ ମୁକ୍ତ ଅଟେ। ସିଏ ମୃତ୍ୟୁବରଣ କଲେ ମଧ୍ୟ, ଯଦି ସେ ଅପ୍ରକଟ ହେଲା ପରେ ମଧ୍ୟ ତାଙ୍କ ଶକ୍ତି ନଷ୍ଟ ହବ ନା। ଶରୀର ପଳେଇ ଗଲା ପରେ ମଧ୍ୟ ତାଙ୍କର ଶକ୍ତି ନଷ୍ଟ ହବ ନା। ଯଦି ଶକ୍ତି ନଷ୍ଟ ହେଇଯାଇଥାନ୍ତା, ଆମେ ଜୟଶୀଲ ପ୍ରଭୁପାଦ, ପ୍ରଭୁପାଦ ତ ପ୍ରକଟ ହେଇଯାଇଛନ୍ତି, ଗୋସ୍ୱାମୀ ମାନେ ତ ପ୍ରକଟ ହେଇଯାଇଛନ୍ତି। କହିଲେ ଆଧ୍ୟାତ୍ମିକ ଶରୀରରେ ଜଣେ ପରିଣତ ହେଇଯିବ, ସିଏ ଇଏ ଜଡ ଶରୀର ତ୍ୟାଗ କଲା ମଧ୍ୟ ଚିନ୍ମୟ ଶରୀରରେ, ଚିନ୍ମୟ ଜଗତରେ ରହିକି ତାଙ୍କ ଶକ୍ତିକି ସେ ସଞ୍ଚାରିତ କରିପାରିବେ, ସେ କୃପା କରିବେ, କୃପା ଦୃଷ୍ଟି ପକେଇବେ। ଭୌତିକ ଶରୀର ବିନାଶୀଳ, ଶରୀର ନଷ୍ଟ ହେଇଯିବ,
ସେଇ ଶରୀରରେ ଆଧ୍ୟାତ୍ମିକ ଶରୀରରେ ପରିଣତ ହେଇଯିବ, ସେ ଜନ୍ମ ମୃତ୍ୟୁ ଚକ୍ର କ'ଣ ପରପାରିକି ପଳେଇବ, ଆଉ ତାକୁ ସେ ସବୁ କରିପାରିବେ। ଗୁରୁ ଯେତେବେଳେ ସ୍ୱଦେହରେ ରୁହନ୍ତି, ସେ ଯେତିକି କେୟାର ନିଅନ୍ତି, ଯେତେବେଳେ ସେ କ'ଣ ପରମ ଜଗତକୁ ପଳେଇ ଯାଆନ୍ତି, ସେତେବେଳେ ସେ ଶିଷ୍ୟର ଅଧିକ କେୟାର ନିଅନ୍ତି। କାହିଁକି? ବାପଟା ଯେତେବେଳେ ପାଖରେ ଥିବ, ଛୁଆର ବାପ ଏତେ କ'ଣ ବ୍ୟାକୁଳ ନଥିବ, ମୋ ବାପା ତ ଅଛି ଆଉ। ବାପା ଯେତେବେଳେ ଦୂରକୁ ପଳେଇଯିବ, ବାପା କୋଉଦିନ ଆସିବ, ପାଖରେ ଥିଲାବେଳେ ଡାକିଲେ ପଳେଇଯିବ, ଡାକିଲେ ମୁଁ ପଳେଇବି। ଘରେ ଯେତେବେଳେ ବାପା ଥିବ, ଏଠି ଖେଳେ ସେଠି ଖେଳେ, ବାପାକୁ ପଚାରିବ ନା। ବାପା ଯେତେବେଳେ କୋଉଠି ପଳେଇଯିବ, ବାପା ତ ଭିଡ଼ିଓ କଲ୍ କରିଦେଲେ ଦେଖିବି, ହବ ନା? ମନ ସବୁବେଳେ ବ୍ୟାକୁଳ ଆସିବ, ମୋ ବାପାକୁ କେମିତି ଦେଖିବି। ଗୁରୁଦେବ ଥିଲେ ମତେ କଥା ବୁଝୁଥିଲେ, ଗୁରୁ ମହାରାଜ ଅପରାକଟ ହେଲେ କେମିତି ମତେ ଟିକେ କୃପା ଦୃଷ୍ଟି ପକାନ୍ତି। ତୋର ସେଟା ବ୍ୟାକୁଳ ଭାବଟା କ'ଣ ହବ? ବଢି ବଢି ଚାଲିବ। ସେ କଥା କହୁଛନ୍ତି ଯେ ଆଧ୍ୟାତ୍ମିକ ଶରୀର ଜନ୍ମ ମୃତ୍ୟୁ ବ୍ୟାଧିରୁ କ'ଣ ଜରା ବ୍ୟାଧିରୁ ମୁକ୍ତ, ଭଗବାନଙ୍କର ସେମାନେ ପାର୍ଶ୍ୱଦ ହେଇଯାନ୍ତି। ଭଗବାନଙ୍କ ଯଦି ବିଷ୍ଣୁଦୂତ ବୁଲୁଛନ୍ତି, ତ ଭଗବାନଙ୍କର ଆଧ୍ୟାତ୍ମିକ ଶରୀର ଯୋଉମାନେ ପ୍ରାପ୍ତ ହେଲେ, ଗୁରୁ ଆଚାର୍ଯ୍ୟ ବର୍ଗ ଭଗବାନଙ୍କର ପାର୍ଶ୍ୱଦ ହେଇଯାନ୍ତି। ଭଗବାନଙ୍କ ଲୋକ ହେଇଯାନ୍ତି, ଆଉ ଭଗବାନ ଲୋକ ହେଲେ ଜାଣିପାରିବେ ନା ତୁମର କଥାକୁ। ଦେଖ, ଆମେ ଗୋଟେ କ୍ଲାସ ଶୁଣୁଛେ, ଆମ ମନରେ ଅନେକ ପ୍ରଶ୍ନ ଅଛି। କ୍ଲାସ ଶେଷ ପରେ ପ୍ରଶ୍ନ ସମାଧାନ ହେଇଯାଉଛି। ତାହେଲେ କେମିତି ହଉଛି? ସେ ନା ପରମାତ୍ମା ତୁ ଭିତରେ ଜାଣନ୍ତି ଆର ପ୍ରଶ୍ନ କ'ଣ ଅଛି। ସେତେବେଳେ ସେ କ'ଣ କରିବେ? ବକ୍ତାର ହୃଦୟରେ ଅଛନ୍ତି, ଶ୍ରୋତାର ହୃଦୟରେ ଅଛନ୍ତି। ବକ୍ତାର ଶ୍ରୋତାର ପ୍ରଶ୍ନ କ'ଣ, ସେ ବକ୍ତା ମାଧ୍ୟମରେ ଉତ୍ତର ଦେଇ ଦିଅନ୍ତି। ସେଥିପାଇଁ କହୁଛନ୍ତି ଆଧ୍ୟାତ୍ମିକ ଶରୀର ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ କ'ଣ ଉର୍ଦ୍ଧ୍ୱରେ। ସେଥିପାଇଁ କହିଲା କ'ଣ, ଗୁରୁଙ୍କ ପାଖରେ ରହିବ ନା। କାହା ପାଖରେ ରହିଲେ ବିନାଶ। ଗୁରୁଙ୍କ ପାଖରେ ରହିବ ନା, କି ତାଙ୍କୁ ଦୂରେଇ ଯିବ ନା। ଦୂରେଇ ଗଲେ ତୁମେ କ'ଣ କରିବ? ସେବା ପାଇବ ନା। ଆଚ୍ଛା, ପାଖରେ ରହିଲେ ଅତି ନିକଟତର ହବ ନା, ଅଧପତନ ହେଇଯିବ। କାରଣ ତୋର ମନୁଷ୍ୟ ଜ୍ଞାନ ଆସିଯିବ। କ'ଣ ସେ ତ ମୋବାଇଲଟା ଧରି କଥା ହଉଛନ୍ତି, କ'ଣ ମୁଁ ହେଲେ କ'ଣ ହେଇଗଲା। ତାପରେ ସେ ଖାଉଛନ୍ତି, ଶୋଉଛନ୍ତି, ମୁଁ ଏଇଟା ଖାଉଛି, ମୁଁ ଶୋଉଛି, ତାଙ୍କର ଏହା ଶୁଭ, ମୁଁ ସିଏ କ'ଣ ଭଗବାନ ଆସିଗଲା। କର ମର୍ତ୍ତ୍ୟ ବୁଦ୍ଧି ଆସିବ। ଅଗ୍ନି ପାଖରେ ନେସିଆ ବଜେଇ ଦେଲେ ପୋଡ଼ିକି ମରିବ। ଆଉ ଅଗ୍ନିକି ଛାଡ଼ିବ ନା, ଅଗ୍ନି ହେଲେ ଖାଇବ କ'ଣ? ଦୂରେଇ ଆସିବ ନା, କି ପାଖରେ ରହିବନି। ଆଉ କିଏ ରହିଲେ? ନାରୀ। ଫୋନରେ କଥା ହବ ନା, ଏତେ ପୁରା ନେସି ଗଲ, ଯେତେବେଳେ ବାନ୍ଧି ହେଇଗଲା। ଆଉ କ'ଣ? ତାଙ୍କ ପାଖରୁ ଏଇ ତିନିଟା ଯଦି ବିନାଶ, ଚାଣକ୍ୟ ପଣ୍ଡିତ କହିଲେ, ଏମାନଙ୍କ ପାଖରେ ରହିବ ନା, ୟାଙ୍କୁ ତ୍ୟାଗ ବି କରିପାରିବ ନା। ତ୍ୟାଗ କଲେ ଚଳିବ ନା। ସେଥିପାଇଁ ତୁମକୁ ବୁଦ୍ଧିମାନ ହବା ପାଇଁ ପଡିବ, କେମିତି ଆମ ଘରେ ଚଳିବ। କହୁଛନ୍ତି କ'ଣ ନା, ଆଧ୍ୟାତ୍ମିକ ଶରୀରଟା ଜନ୍ମ ମୃତ୍ୟୁ ବ୍ୟାଧିରୁ କ'ଣ ମୁକ୍ତ, ସମସ୍ତ କର୍ମ ଚୁଚାକ୍ଷୀଣ। କହୁଛନ୍ତି କ'ଣ, ଯେଉଁ ଭକ୍ତ ପାପରୁ ମୁକ୍ତ ହୋଇଯାଏ, ସେ ସମସ୍ତ କର୍ମ ବିଷୟରେ ଜାଣେ। କୃଷ୍ଣଙ୍କ ସେବାରେ ମୋର କାର୍ଯ୍ୟ କ'ଣ, କୃଷ୍ଣଙ୍କ ସେବାରେ କ'ଣ ଅଛି, ସଂସାର କର୍ମରେ କ'ଣ ଅଛି। ହେଲେ ପାପରୁ ମୁକ୍ତ ହେଇଯିବ, ହେଲେ ସେ ଜାଣିପାରିବ। ନହେଲେ ବି ଜାଣିବ ନା। କ'ଣ ଖାଲି ସେଇ କଥାଟା କହୁଛନ୍ତି, ଆମେ ଖାଲି ମନ୍ଦିରରେ କରିବୁ, ଆଉ ଘର ଦ୍ୱାର ଭାଙ୍ଗି ଦେଇ ପଳେଇବୁ ନା କ'ଣ? ମନ୍ଦିରରେ କି ଲୋକ ନାହାନ୍ତି, ଖାଲି ଆମେ ଶାଶୁ ବୋହୂ ଗଲେ ସେବା ହବ, ନହେଲେ ନାହିଁ। ବୁଝିପାରୁଛି? ସିଏ କହିବ ମୁଁ କ'ଣ ଆଉ ମୋ ପିଲା ଛୁଆ ଫାସ ଦେବି, ଖାଇବେ ନା ଆଉ ନା। ଆମର ଏ ଚେତନା ରହୁଛି, ଯେଉଁମାନେ ପାପରୁ ମୁକ୍ତ ହେଇଯିବେ, ସେ ସମସ୍ତ କର୍ମ ବିଷୟରେ ଜାଣିବେ। ଯିଏ ମନ୍ଦିର ବାଲା ଆମକୁ ଡାକିକି ଭଗବାନଙ୍କୁ ସେବା ଦେଇକି ଆମର କ'ଣ କଲ୍ୟାଣ କରୁଛନ୍ତି,
ଆମେ ଏଠି ରହିକି ଯୋଉ ସଂସାର କରୁଛେ କଣ କରୁଛେ, ସେତେବେଳେ ବିଚାର ଆସିବ। ପୁଅ ଝୁଅ ଟଙ୍କା ପଇସାରେ କଣ ସୁଖ, ଭଗବାନଙ୍କ ସେବାରେ କଣ ସୁଖ ସେ ଜାଣିପାରିବ। ଆଉ କେହି ଯାଉନଥିଲେ ମନ୍ଦିର, କହିଲେ ଆମକୁ ଡାକୁଛନ୍ତି, ବୁଝୁଛନ୍ତି କହିବେ କଣ ଯିବ ଜାଣିବ। ସେଥିପାଇଁ ରୂପ ଗୋସ୍ୱାମୀ ରାଧା କୃଷ୍ଣ ଗଣଦକ ସାହିରେ ଦୀପିକାରେ ଲେଖିଲେ ତାଙ୍କ କର୍ମ କଣ ନା ବିଚିତ୍ର ଭାବ ମଧୁର ଭାବ ଶ୍ରୀକୃଷ୍ଣଙ୍କୁ ବନ୍ଦନା କରନ୍ତି। କିଏ କୃଷ୍ଣଙ୍କୁ ବନ୍ଦନା କରିବ? ଚନ୍ଦ୍ରଦାସ ଇନ୍ଦୁଦାସ ଚନ୍ଦ୍ରମୁଖ ଶ୍ରୀକୃଷ୍ଣଙ୍କୁ କଣ କରନ୍ତି? ପ୍ରସନ୍ନତା ପାଇଁ ନୃତ୍ୟ କରନ୍ତି ଭଗବାନଙ୍କ ପାଖରେ। କିଏ ନାଚିବ, କିଏ ଗାଇବ, କିଏ ପରିଆମଣା କରିବ, କିଏ ଝାଡୁ ମାରିବ। ଏସବୁ ବିଷୟରେ କଣ ଏମାନଙ୍କର ସବୁ କଣ ଜ୍ଞାନ ଆସିছে ଯେ ମତେ ଏଇ ସେବାଟା କରିଦେବି। କହୁଛନ୍ତି କଣ? ତାପରେ କଳକଣ୍ଠ ମୁକଣ୍ଠ ସୁଧାକଣ୍ଠ ଏମାନେ ହଉଛି ସଙ୍ଗୀତ ଗାନ କରିବେ ଭଗବାନ ପାଖରେ। ତାପରେ କହୁଛନ୍ତି ରୁଚିକ, ରୁଚିକ ଯିଏ ଥିଲେ ଭଗବାନଙ୍କର କଣ ଡ୍ରେସ ତିଆରି କରୁଥିଲେ, ଦରଜୀ ରୁଚିକ ତାଙ୍କ ନାଁ ଥିଲା। ମାନେ ବୃନ୍ଦାବନ ଏମାନେ ସବୁ ଭଗବାନଙ୍କୁ କିଏ ଅଳଙ୍କାର ପିନ୍ଧେଇଦବ, ତାଙ୍କର ସବୁବେଳେ ଭଗବାନଙ୍କର ସଜେଇ ଦେବେ। ଭଗବାନ ସେବା ତାଙ୍କ ଆଖି କହିଲେ ଭଗବାନ ସେବା ତାଙ୍କୁ ଆନନ୍ଦ ଦବ। କହିଲେ ଅର୍ଜୁନ ଯେତେବେଳେ ଯିବ ଦ୍ୱନ୍ଦ ଆଉ କଣ ଇଚ୍ଛା ଇଚ୍ଛା ଦ୍ୱେଷ ଦ୍ୱନ୍ଦ ମୋହର ମୁକ୍ତ ହେଇଯିବ, ସେତେବେଳେ ସେଇ ସୁଖଟା ପ୍ରାପ୍ତ ହବ। ତାର ସ୍ୱାଭାବିକ ଗୁଣ ହେଇଯିବ ଯେ କଣ ମୁଁ କେବଳ କୃଷ୍ଣ ସୁଖ ହିଁ ମୋର ଆବଶ୍ୟକତା ଅଛି। ତାକୁ ଏ ସଂସାର ସୁଖଟା ତ କଣ ଭଲ ଲାଗିବନି। ସେ କଣ ହବ ନା ଜରା ମରଣ ମୁଖ୍ୟାୟ, ସେ ଜରା ଜନ୍ମ ମୃତ୍ୟୁରୁ କଣ ଜରା ବ୍ୟାଧିରୁ ମୁକ୍ତି ପାଇଯିବ। ଆଉ ଗୋଟେ ଶ୍ଲୋକ ରହିଲେ ଏଇ ଅଧ୍ୟାୟ ସରିଯିବେ। କାଲି ଗୋଟେ ଶ୍ଲୋକ ସରିଲେ ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗ। ଜ୍ଞାନକୁ କିପରି ଭାବରେ ବିଜ୍ଞାନ ସହିତ କଣ କହୁଛନ୍ତି। ଜୟ ଜଗତ ଗୁରୁ ଶିଲ ପ୍ରଭୁପାଦ କି ଗୌର ପ୍ରେମାନନ୍ଦେ।